ଦ୍ରୁତ ଶିଳ୍ପାୟନ ସହ ସହରୀକରଣ ଯୋଗୁଁ ରାଜ୍ୟରେ ଜଙ୍ଗଲ ସମ୍ପଦ ହ୍ରାସ ପାଇବାରେ ଲାଗିଛି। ଫଳରେ ବନ୍ୟଜନ୍ତୁମାନେ ଏବେ ଗାଁ ମୁହାଁ ହେବାରେ ଲାଗିଛନ୍ତି, ଯେଉଁଥିପାଇଁ କି ମନୁଷ୍ୟ ସହ ବନ୍ୟଜନ୍ତୁମାନେ ମୁହାଁମୁହିଁ ହେଉଛନ୍ତି। ଫଳରେ କେତେବେଳେ ମଣିଷ ମୃତ୍ୟୁମୁଖରେ ପଡୁଛି ତ କେତେବେଳେ ବନ୍ୟଜନ୍ତୁଙ୍କର ଜୀବନ ଯାଉଛି। ଆଜି ସେହିଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଞ୍ଜ ଡମଣଭୂମି ଗ୍ରାମରେ। ଘଞ୍ଚ ଜଙ୍ଗଲ ପରିବର୍ତ୍ତେ ଡମଣଭୂମି ଗାଁ ନିକଟ ଜଙ୍ଗଲରେ ଗୋଟିଏ ଦନ୍ତା ହାତୀ ମୃତ୍ୟୁବରଣ କରୁଥିବା ଦେଖିବାକୁ ମିଳିଛି। ମୃତ ହାତୀର ବୟସ 20ରୁ 25 ବର୍ଷ ହେବ ବୋଲି ଜଣାପଡ଼ିଛି। ମୃତ ହାତୀର ଦାନ୍ତ ଦୁଇଟି ଅକ୍ଷତ ଅବସ୍ଥାରେ ଥିବା ଦେଖିବାକୁ ମିଳିଛି। ହାତୀଟିର ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଖବର ପାଇ ଟାଙ୍ଗୀ ବନ ବିଭାଗ ରେଞ୍ଜ ଅଫିସର ଦେବାଶିଷ ଭୋଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତଦନ୍ତ ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ସେ ସୂଚନା ଦେଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ପ୍ରତିନିଧି ଦୁର୍ଗା ପ୍ରସାଦ ଦାସଙ୍କ ରିପୋର୍ଟ, ନିର୍ମଳ ଟିଭି।